ବୃଦ୍ଧଙ୍କୁ ମାରଣାସ୍ତ୍ର ଦେଖାଇ ମାଡ଼ ମାରି ଲକ୍ଷାଧିକ ଟଙ୍କା ଗହଣା ଲୁଟି ନେଲେ 6 ଦୁର୍ବୃତ୍ତ। ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଅଞ୍ଚଳରେ ଜଣେ ବୃଦ୍ଧ 6 ଜଣ ଦୁର୍ବୃତ୍ତଙ୍କୁ ଲୁଟ୍ର ଶିକାର ହୋଇଛନ୍ତି। ସୂଚନା ଅନୁଯାୟୀ ଥାନା ଅଧୀନ ଟୁକପଳେସା ଗ୍ରାମରେ ଗହଣା ବ୍ୟବସାୟୀ ମନୋରଞ୍ଜନ କାମିଳା ଆଜି ବୁଧବାର ମୋରଡ଼ା ଧାନଶୁଳା ସାପ୍ତାହିକ ହାଟକୁ ଆସିଥିଲେ। ହାଟ ସରିବା ପରେ ଦିନ 1ଟା ସମୟରେ ସେ ଜଣେ ଗ୍ରାହକଙ୍କ ନିକଟରୁ ବାକିଆ ଟଙ୍କା ନେଇ ଘରକୁ ଫେରୁଥିବା ସମୟରେ ଖୁଣ୍ଟାପାଳ କେନାଲ ନିକଟରେ 6 ଜଣ ଯୁବକ ଆସି ମନୋରଞ୍ଜନକୁ ଅଟକାଇ ମାରପିଟ ସହିତ ଭୁଜାଲି ଦେଖାଇ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ ଏବଂ ତାଙ୍କ ପାଖରୁ ପାଖାପାଖି 2 ଲକ୍ଷ ଟଙ୍କାର ଗହଣା ନେଇ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ମନୋରଞ୍ଜନ ମୂର୍ଚ୍ଛା ଅବସ୍ଥାରେ ପଡ଼ି ରହିଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିଥିଲେ। ତେବେ ଖବର ନେବା ସୁଦ୍ଧା ଏନେଇ ଥାନାରେ କୌଣସି ମାମଲା ହୋଇନଥିବାର ସୂଚନାରୁ ଜଣାପଡ଼ିଛି। ଆପଣଙ୍କ ନାମ? ମୋ ନାମ ଗୌରାଙ୍ଗ କାମିଳା। କ'ଣ ହେଇଛି ଆଜି ଘଟଣା? ଆଜି ଘଟଣା ହେଇଛି ବାପା ପ୍ରତ୍ୟେକ ପାଳି ଭଳି ଏଭଳିଆ ଏ ପାଳି ବି ଧାନଶଳା ହାଟକୁ ଆସିଥିଲେ। କିଛି ଗହଣା ବି ସେମିତି ସଜେଇ ବି କରନ୍ତି, ସଜେଇ ଗହଣା ବି ବିକନ୍ତି ଏବଂ ସେଇ ଭିତରେ ସେ ଜଣଙ୍କ ଘରକୁ ହାଟ ସାରିବା ପରେ ଜଣଙ୍କ ଘରକୁ ଯାଇଥିଲେ କିଛି ପଇସା ତାଙ୍କ ବାକିଆ କଲେକ୍ସନ କରିବା ପାଇଁ। ସେଇ ଭିତରେ ତାଙ୍କ ପଛ ଆଡ଼ୁ କିଏ ମାନେ 2-3 ଜଣ 6 ଜଣ ପାଖାପାଖି ଲୋକ ଘେରିକି ତାଙ୍କୁ ସେ ବାଇକ୍ରେ ଆସିଥିଲେ। ବାଇକ୍ରୁ ଓହ୍ଲେଇକି ତାଙ୍କୁ ସେଇ ଆପଣଙ୍କର ଖୁଣ୍ଟାପାଳ କେନାଲ ପାଖରେ ଯେଉଁ ପ୍ରୋଜେକ୍ଟ କେନାଲ ଅଛି ସେଇ କେନାଲ ପାଖରେ କି ତାଙ୍କୁ 4-5 ଜଣ ଗାଡ଼ିରୁ ଓହ୍ଲେଇକି ତାଙ୍କୁ ପିଟାମାରା କରିକି ତାଙ୍କୁ ତଳେ ପକାଇ ଦେଇଛନ୍ତି। ପକାଇ ଦେଇ ସାରିଲା ପରେ ପୁଣି ବଡ଼ ଭୁଜାଲି ତାଙ୍କୁ ଦେଖେଇଛନ୍ତି। ତାପରେ ତାଙ୍କ ପାଖରୁ ଟୋଟାଲ ବ୍ୟାଗ୍ ଆଉ ପଇସା ପତ୍ର ଯାହା ଥିଲା ସବୁ ଛଡ଼େଇକି ନେଇଯାଇଛନ୍ତି। କେତେ ଟଙ୍କା ଜିନିଷ ଥିଲା? ତଥାପି ହାରାହାରି ଆମେ ତ ଲୋକଙ୍କର ସଜେଇ କାମ କରୁ, ଲୋକଙ୍କର ସଜେଇ ଜିନିଷ ଗୁଡ଼ା ପାଖାପାଖି 50-60 ହଜାର ଖଣ୍ଡେ ଥିଲା ଏବଂ ନିଜର ରୂପା ଗହଣା ବି ଥିଲା 1.5 ଲକ୍ଷ 2 ଲକ୍ଷ ଭିତରେ। ତେଣୁ ସେଇଆ ଆଉ। ହଁ, ପିଟାମାରା ବାପାଙ୍କର ତ ସେମାନେ ପିଟାମାରା ଯେଉଁ କରିଥିଲେ ବାପାଙ୍କର ସେନ୍ସ ପଳେଇ ଯାଇଥିଲା ସେଇଠି ପଡ଼ିକି। ଆଉ ତାପରେ ସେଇ ପାଖାପାଖି ଲୋକ ତାଙ୍କୁ ଉଠେଇଛନ୍ତି। ଜଣେ ତାଙ୍କ କହିବା କଥା ଯେ ଜଣେ ଲୋକ ସେ ବଣରେ କାମ କରୁଥିଲା, ସିଏ ତାଙ୍କ ପାଖକୁ ଆସିଲା ବେଳେ ତାଙ୍କୁ ବି ପୁରା ଧମକେଇଛନ୍ତି ଯେ ତୁ ଯଦି ଆସିବୁ ତତେ ବି ଆମେ ହାଣିଦେବା କି ମାରିଦେବା, ଏଇଭଳିଆ ତାଙ୍କୁ ବି କହିଛନ୍ତି। ଯାହା ହଉ ସେ ଏବେ ବହୁତ ଅସୁସ୍ଥ ଅଛନ୍ତି। ତେଣୁ ମୋବାଇଲ ବି ନେଇଯାଇଛନ୍ତି ଏବଂ ସ୍କୁଟି ଚାବି ନେଇଯାଇଛନ୍ତି। ଯାହା ହଉ ମୁଁ ମୋରଡ଼ା ଥାନାର ଯେଉଁ ଅଛନ୍ତି ଆପଣଙ୍କର ନିବେଦିତା ମ୍ୟାଡ଼ାମ୍ ଏବଂ ଅନ୍ୟ ବହୁତ ଧନ୍ୟବାଦ ଦେବି ତାଙ୍କର ଯେ ମୁଁ ତ ନିଜେ ରହିପାରିଲିନି, ତ ତାଙ୍କୁ କଲ୍ କଲା ପରେ ବି ସେ ନିଜେ ଯାଇକି ତଦାରଖ କରିଛନ୍ତି। ତାଙ୍କୁ ମୁଁ ଅଶେଷ ଧନ୍ୟବାଦ ଏବଂ ମୋରଡ଼ା ପୋଲିସ ଉପରେ ମୋର ଦୃଢ଼ ବିଶ୍ୱାସ ଅଛି ଯେ ଚୋର ଧରା ପଡ଼ିବା ଦରକାର। ପ୍ୟାଣ୍ଟ ସେଇଆ ସେ ଯେ ପିଟାମାରା କରିଛନ୍ତି ତାଙ୍କର ତଳେ ପଡ଼ିଯାଇଛନ୍ତି, ଝାଡ଼ା ପରିସ୍ରା ବି ହେଇଯାଇଛି। ଆଉ ଆଜ୍ଞା ତ ପୋଲିସ ଉପରେ ଦୃଢ଼ ବିଶ୍ୱାସ ମୋର ଅଛି ଏବଂ ଧରା ବି ପଡ଼ିବେ ଏବଂ ଦୋଷୀ ଦଣ୍ଡ ପାଇବା ଦରକାର।